I'm extremely sorry. Actually, ମୁଁ ଜାଣି ପାରିଲିନି। ହେଲେ ତମେ କି? ଆପଣ ମୋତେ ଚିହ୍ନି ପାରିବେନି ହେଲେ ମୁଁ ଆପଣଙ୍କୁ ଚିହ୍ନିଛି। ଆପଣ ହଉଛନ୍ତି ସାମ୍ବାଦିକ ରୋହନ ଦାସ। ମତେ କେମିତି? କେମିତି ଚିହ୍ନିଲି? ଆପଣଙ୍କୁ କବିତା ପଢି ପେପରରେ କବିତା ଦେଲାବେଳେ ଆପଣ ଛୋଟ ଫଟୋଟିଏ ଦେଇଥାନ୍ତି। ସେଇ ଫଟୋରୁ ମୁଁ ଆପଣଙ୍କୁ ଭଲସେ ଚିହ୍ନିଛି। ଆଚ୍ଛା। ସାମ୍ବାଦିକତା ସହିତ ବେଳେ ବେଳେ ସମୟ ପାଇଲେ ଏମିତି କବିତା ଲେଖାଲେଖି କରେ। ଆରେ ନାଇଁ ନାଇଁ ଏମିତି ନୁହେଁ। ଆପଣ ତ ଖୁବ୍ ସୁନ୍ଦର କବିତା ଲେଖନ୍ତି। ଏଇ ତ ସାଙ୍ଗମାନଙ୍କ ସହିତ ପିକନିକ୍ ଆସିବି ମୁଁ ଲୁଚି ଲୁଚି ଆପଣଙ୍କ କବିତା ପଢୁଥିଲି। ବର୍ଷା ହେଲା ବୋଲି ଏଠିକୁ ଚାଲି ଆସିଲି। ଏଇ ତ ଆଜିକା ଖବର କାଗଜରେ ଗୋଟେ ନ୍ୟୁଜ୍ ଅଛି। ସ୍ମଗଲର ଟିକିଲିର ପୋଲିସ ଅଫିସରଙ୍କ ହତ୍ୟା। ଠିକ୍ ତାରି ତଳକୁ ଆପଣଙ୍କ କବିତା କି ବାହାରିଛି। କବିତାଟା ଆଜି ବାହାରିଛି। ସରି, ଆକ୍ଚୁଆଲି ଆଜି ନ୍ୟୁଜ୍ ପେପରଟା ମୁଁ ପଢିପାରୁନି। ବିଶ୍ୱାସ କରନ୍ତୁ ମୁଁ ଆପଣଙ୍କର ଜଣେ ବହୁତ ବଡ଼ ଫ୍ୟାନ୍। ଥ୍ୟାଙ୍କ୍ସ। ଆପଣଙ୍କୁ ବି। କାରଣ ଆଜି ଏମିତି ମୁହୂର୍ତ୍ତରେ ଆପଣଙ୍କ ସହିତ ଦେଖା ହେଇଗଲା ମୋ ଜୀବନ ସାରା କେବେ ବି ଭୁଲି ପାରିବିନି। କ୍ଷମା କରିବେ ଆମ ପିକନିକ୍ ଗାଡ଼ିଟା ବୋଧେ ବାହାରିଲାଣି। ମୋତେ ଏବେ ଯିବାକୁ ହବ। ମୌସୁମୀକି କହିଦେବି ତାଙ୍କ ଆଖି ତ ମୁଁ ଭୁଲି ପାରିବିନି। ଯଦି କେବେ ସହର ଯାଆନ୍ତି ତାହେଲେ ଏଇ ଠିକଣାରେ ମୋତେ ଦେଖା କରିବେ। ବୋଧେ ଆସିଛି। ବାଏ। ଆରେ ବାହାରେ ଏତେ ଜୋରେ ବର୍ଷା ହଉଛି ସେଥିପାଇଁ ମଝିରେ ମଝିରେ ଲାଇଟ୍ କଟୁଛି। ମୋ ପାଖରେ ଛତା ଅଛି, ମୁଁ ତମକୁ ନେଇକି ଛାଡ଼ିଦେବି। ନାଇଁ ଛତା ଦରକାର ନାହିଁ। ଆପଣଙ୍କ ସହିତ କଥା ହେଲା ବେଳେ ଏ ଅଦିନିଆ ବର୍ଷାରେ ଭିଜିବାକୁ ଭାରି ଇଚ୍ଛା ହଉଛି। ଆସୁଛି। ବାଏ।